তুমি কোন পাগল হয়ে গেছো না তুমি তো পাগল হয়ে যাইছো তুমি জানিছো রাজ হচ্ছে মানগোবিন্দ ভাই কোଉটা ବି କରିଥିଲେ ଭଲ ହେଇଥାନ୍ତା
ତମେ ତମ ବିପଦକୁ ନିମନ୍ତ୍ରଣ କରିନେଲ। ସେଇ କଥାଟା ଅଫିସର ମ୍ୟାଡମକୁ ଭଲ ଭାବରେ ବୁଝେଇ ଦିଅ। ହିରୋଡି ବଜାରରେ ହାତ ମାରିଲେ ହିରୋଡି ଲାଉଡା ମାରିବାକୁ କେମିତି ପ୍ରସ୍ତୁତ ହୋଇ ଉଠେ ସେମିତି ମୋ ସାଙ୍ଗରେ ଲାଗିକି ସେ ଭଲ କଲାଣିବ। ଏ ଥାନାର ଆଇଆଇସି ମୁଁ ତମକୁ ଆରେଷ୍ଟ କରିବାକୁ ଅନୁମତି ଦେଲା କି? ସାର୍ ଆପଣ ମୋତେ ସମ୍ବିଧାନ ବିଷୟରେ କିଛି କଥା ଭୁଲି ଯାଉଛନ୍ତି। ଗୋଟେ କନେଷ୍ଟବଳ ହେଲେ ବି ତା ପାଖରେ କଲ୍ପ୍ରିଟର ପ୍ରମାଣପତ୍ର ଥାଏ। ସେ କଲ୍ପ୍ରିଟ ଜଣକ ନେତା ମନ୍ତ୍ରୀ ହେଇଥିଲେ ବି ସେ କନେଷ୍ଟବଳ ଜଣକ ତାକୁ ଆରେଷ୍ଟ କରିପାରିବ। I mean to say, ରାଜ ମହାପାତ୍ର ଥରେ ଦୁଷ୍କର୍ମ କରେ। ओके प्राची ओके ए केसटा को मुंडे को Sorry, sir. I am so sorry. गीता दास, I mean गीता दास ର ଭାଇ ପାର୍ଥ ଦାସ ଏ କେସ୍ ଏସପି କୁ କହି ମୋତେ ଟେକଅପ୍ କରିବାକୁ ଦେଇଛନ୍ତି। କାଲି ସେତିକି ନୁହେଁ ସାର୍, କୌଣସି ଉପରସ୍ଥ ଅଧିକାରୀ ମଧ୍ୟ ଚାହିଁଲେ ଏ କେସ୍କୁ ଟେକଅପ୍ କରିପାରିବେନି ବୋଲି ସେଥିପାଇଁ ଏସପି ମଧ୍ୟ ମୋତେ ପରମିଶନ ଦେଇଛନ୍ତି ସାର୍। ଆପଣ ପଢିପାରନ୍ତି। ମୋର ଗୋଟିଏ ବେଲି ଭାଇ ଆଗକୁ ନାହିଁ କି ପଛକୁ ନାହିଁ ତାଧିରେ ପଥର ପଡିଲେ ମଝିରେ ପଥର ପଡିଲା ଲାଗେ। ଇନ୍ସପେକ୍ଟର ହେଇ ଛିଡ଼ା ହେଇଛୁ ସେ ସବ ଇନ୍ସପେକ୍ଟର ମାଇକ୍ ଡାକା ମୋ ଭାଇ କି ପିଟୁଛି ତାର କମ ସାହସ ନୁହେଁ ତ। ଓ କମ ଗରମ ବର୍ଦ୍ଦି ନୁହେଁ ତ। ଆଚ୍ଛା ଆମେ ଟିକେ ମୁହ ସମ୍ଭାଳି କଥା ହବା। ଆଚ୍ଛା କହିଲ ଦେଖି କହିଲ ଦେଖି ମୋ ଭାଇ ଏମିତି କଣ କରିଛି ଯେ ତା ପିଠିରେ ଭାରତ ମାନଚିତ୍ର ଆଙ୍କି ସାରିଲାଣି? ଆପଣଙ୍କ ଭାଇ ରାଜ ମହାପାତ୍ର ଜଣେ ଦୁଷ୍କର୍ମ କରି ସେ ଗୀତା ଦାସକୁ ଦୁଷ୍କର୍ମ କରିଛି। ମୋ ଭାଇ ନାଁରେ କିଏ ଗୋଟେ ଚୁଙ୍ଗୁଲି କରିଛି ଦୁଷ୍କର୍ମ କରିନଥିବ ମୋ ଭାଇ ତାକୁ ପ୍ରେମ କରିଥିବ। ପ୍ରେମ ଗରମ ନୁହେଁ ନରମରେ କଥାବାର୍ତ୍ତା କର। ଆଚ୍ଛା ମୋ ଭାଇ କି ମୁଁ ନ କହିଲା ଯାଏ ସେ ମାଛି କି ମ ବୋଲି କହେ। ଆମ ଭାଇ କି ମୁଁ ଯଦି କହେ ସେ ମଣିଷ ମାରେ ଆଉ ଯାହାକୁ ନାହିଁ ତାକୁ ରେପ୍ କରେ ରେପ୍। ମୋ ଭାଇ ନାଁରେ ଫାଇନ୍ ଦେଇଛି କିଏ? କିଏ ଦେଇଛନ୍ତି ଆପଣ ଜାଣିବେ? ଏଠି ଆସିଗଲେଣି। ଓ ଫାଇନ୍ ଦେଇଛି ଆପଣ ମୋ ଭାଇ ନାଁରେ ଫାଇନ୍ ଦେଇଛନ୍ତି। ଚୋର ତସ୍କରଠୁ ମାନ୍ୟତା ପାଇବା ପାପ। ଆସାମୀ ବିରୁଦ୍ଧରେ ଏମିତି ଚାର୍ଜସିଟ୍ ଲେଖ ଆସାମୀ ଯେମିତି ଫାଶୀ ଖାଇବ। ବାବା ମୁଁ କିଛି ବୁଝିପାରୁନି। କାଲି ସକାଳେ ବଡ ବଡ ଅକ୍ଷରରେ ନ୍ୟୁଜ ପେପରରେ ବାହାରିବ ରାଷ୍ଟ୍ରପତି ପୁରସ୍କାର ପାଇଥିବା ଭାଗବତ ଦାସଙ୍କୁ ବଳାତ୍କାର ହୋଇଛି ବୋଲି ରହିବ ତ। କି ସମାଧାନ କାଢ଼ିବୁ? ଏ ସମାଧାନ ବାଟ କାଢ଼ିବୁ? ଗୋଟେ ରାକ୍ଷସ ତ ଭଉଣୀକୁ ଦୁଷ୍କର୍ମ କର ତା ପ୍ରତି ଷ୍ଟାଣ୍ଡ ନ ନେଇ ଭଗବାନକୁ ଦୁର୍ଘଟଣା କରି ମତେ ଭୁଲି ଯିବାକୁ ପରାମର୍ଶ ଦଉଛୁ। ଗୋଟେ ପୋଲିସ ଅଫିସର ଭାଇ ନିଜ ଭଉଣୀକୁ ସୁରକ୍ଷା
ପରିସ୍ଥିତିକି ଟିକେ ବୁଝିବାକୁ ଚେଷ୍ଟା କର। ବାସ୍ ପୋଲିସ ଅଫିସର ବାସ୍ ପରିସ୍ଥିତିର ଗ୍ୱାହି ଦେଇ ପରିସ୍ଥିତିର ଦାସ ପାଲଟି ଯାଉନି। ଗୋଟେ ପୋଲିସ ଅଫିସର ଭାବରେ ନିଜ ଭଉଣୀକି ଉପଯୁକ୍ତ ନ୍ୟାୟ ଦିଅ, ନହେଲେ ଜୀବନ ସାରା ଅନୁତାପ କରିବ। ଅନୁତାପ ରାଜି ଆସାମୀ କୋର୍ଟ ଫରୱାର୍ଡ କର। ମୁଁ ଜାଣିବି, ମୁଁ ଦରକାର ପଡ଼ିଲେ ଆସାମୀକୁ ଫାଶୀ ଉପରେ ଝୁଲାଇ ଦେବେ। ବ୍ରିଟିଶ ପାଇଁ ଚ୍ୟାଲେଞ୍ଜ ଚ୍ୟାଲେଞ୍ଜ ଆପଣ ଆସନ୍ତୁ, ବାହାରେ ଅପେକ୍ଷା କରିଛି। ମୋର ଗୋଟେ କଥା ମନେ ରଖିବ ବେଦାନ୍ତ, ଦୁର୍ଚଲ ସଙ୍ଗେ କଲେ ବସ ଖଟି ଗୋଚର ସର୍ବୋନ୍ନସ। ଏମାନେ ମୋ ପାତ୍ର ହଉଛି ଗୋଟେ ଭୟଙ୍କର ସାପ, ତାକୁ ପେଡ଼ି ଭିତରେ ରଖିବୁ ତ ଭଲ, ନଚେତ୍ ସେ ପ୍ରଥମେ ତତେ ଚୁଟ ମାରିବ। ତାକୁ ପିଟୁଛୁ କାହିଁକି ଅଫିସର? ଆରେ ସାଙ୍ଗ, ତତେ ମନା କରିଥିଲି ନା ସେ ଆନୁଆଲ ଫଙ୍କସନ ଯିବୁନି ବୋଲି। ଆଚ୍ଛା ଯଦି ଗଲୁ, ତତେ ମନା କରିଥିଲି ନା ସେମିତି କିଛି କରିବୁନି ବୋଲି। ହେଲେ ତୁ କଣ ମୋ କଥା ଶୁଣିଲୁ? ଆରେ ତୁ କଣ ଛାଡିଛୁ ନା କଣ? କଣ କହିଲି, କଣ କହିବି? ଆରେ ସେ ଅଫିସରଟା ତୋର କଣ କରିଥିଲା? ତୁ ତାକୁ ସାମ୍ବାଦିକଟା କଣ ଟିକେ ରେକର୍ଡିଂ କରିଦେଲା ଯେ ତାକୁ ତମେ ଦି ଜଣ ମିଶିକି ମାରିଦେଲ। ମଦ ପିଇଥିଲି, ମଦଟା ମୋ ମୁଣ୍ଡକୁ ଚଢିଗଲା। ସେ ସୁନ୍ଦରିଆ ଟୋକିଟା ଦେଖେ ମୁଁ ସହି ପାରିଲିନି, ତାକୁ ଯାଇ ମାରି ବସିଲି। ଆରେ ତୁ ସିନା ନିଶାରେ ଥିଲୁ, ସେ ମାର୍କଣ୍ଡଟା କଣ କରୁଥିଲା? ତମେ ଦି ଜଣ କରୁଥିଲ କଣ? ଆରେ ସେ ସାମାଜିକଟା ବହୁତ ଚିଡେଇଲା, ଢିଚାରି ଚୋଟ ପକେଇଲି, ଶଳା ପୁରା ଖଲ୍ଲା। ତୋ ବାପାଟା କୋଉଠି ଥିଲା ଦେଖିଦେଲା, ବୁଲି ବୁଲି ସବୁ। ଆରେ ସାଙ୍ଗ, ତୁ ଜମା ବ୍ୟସ୍ତ ହନା, ମୋ ବାପାଙ୍କ କଥା ମୁଁ ବୁଝୁଛି। ତୁ ସାନ ଭାଇଟା ଯଦି କୋର୍ଟ ଫରୱାର୍ଡ ହେଇଯାଏ ନା, ତୁ ମାନ ସମ୍ମାନ ରହିବ ତ? ଆଉ ତୋର କୋଉ ମାନ ସମ୍ମାନଟା ରହିବ କି? ଇଜ୍ଜତ ତ ଯିବ ଯିବ, ଆମ ନାରୀ ନିକେତନଟା ବି ଚାଲିଯିବ। ଆରେ ସାଙ୍ଗ, ଆମ ଭୁବନେଶ୍ୱରରେ କ୍ୟାପିଟାଲରେ ତ ଆପାର୍ଟମେଣ୍ଟ କାମଟା ବନ୍ଦ ହେଇଯିବ। ଆରେ ଆମ ସୁନାରୁ ବାଜି ସରକାର ହାତକୁ ଚାଲିଯିବ। ଆରେ ସାଙ୍ଗ, ଆମେ ତ ଫସିଯିବା। କଣ କରିବା ତାହେଲେ? କଣ କରିବା? କଣ କରିବା? এই বগুড়ারে বাজিব